ଦୁଇ ପରୀକ୍ଷାର ଦ୍ୱିତୀୟ ଦିନରେ କଳା ଓ ବାଣିଜ୍ୟ ଶିକ୍ଷାର୍ଥୀ ମାନେ ମାତୃଭାଷାରେ ପରୀକ୍ଷା ଦେଇଛନ୍ତି। ତେବେ ରାଜ୍ୟର ମୋଟ 54 ଜଣ ପରୀକ୍ଷାର୍ଥୀ କପି କରି ଧରା ପଡ଼ିଛନ୍ତି। ସମ୍ବଲପୁର ଜୋନ୍ରୁ ସର୍ବାଧିକ 22 ଜଣ ଧରା ପଡ଼ିଥିବା ବେଳେ କେନ୍ଦ୍ରୀୟ ଜୋନ୍ରୁ 20, ବାରିପଦାରୁ 6 ଏବଂ ବ୍ରହ୍ମପୁର ଜୋନ୍ରୁ 6 ଜଣ କପି କରି ଧରା ପଡ଼ିଛନ୍ତି। ସୂଚନାଯୋଗ୍ୟ, ଯୁକ୍ତ 2 ପରୀକ୍ଷା ଆରମ୍ଭ ହେବାର ପ୍ରଥମ ଦିନ ବିଜ୍ଞାନ ଶିକ୍ଷାର୍ଥୀଙ୍କର ମାତୃଭାଷା ପରୀକ୍ଷା ଥିଲା। ପ୍ରଥମ ଦିନରେ ମୋଟ 11 ଜଣ କପି କରି ଧରା ପଡ଼ିଥିଲେ। ତେବେ ପ୍ରଥମ ଦିନ ଆଉ ଦ୍ୱିତୀୟ ଦିନକୁ ମିଶାଇ ମୋଟ 65 ଜଣ କପି କରି ଧରା ପଡ଼ିଛନ୍ତି। ଚଳିତ ବର୍ଷ ରେଗୁଲାର ଏବଂ ଏକ୍ସ ରେଗୁଲାର ପିଲାଙ୍କୁ ମିଶାଇ ମୋଟ 3,86,250 ଜଣ ପରୀକ୍ଷା ଦେବେ। ଏଥିପାଇଁ ମୋଟ 1160ଟି ପରୀକ୍ଷା କେନ୍ଦ୍ର ହୋଇଥିବା ବେଳେ 202ଟି ପରୀକ୍ଷା ନିୟନ୍ତ୍ରଣ ହବ୍ କରାଯାଇଛି। ଏଥିସହ 443ଟି କଲେଜ ଟ୍ୟାଗ ହୋଇଛି। ଗତକାଲି କଳାର 2,37,750 ଓ ବାଣିଜ୍ୟରେ 26,099 ଜଣ ପରୀକ୍ଷା ଦେଇଛନ୍ତି। ଯାହା ବି କିଛି ଇନଫର୍ମେସନ ଆସିଥିଲା ମୁଁ ଆପଣଙ୍କୁ ଜଣାଇ ସାରିଲି। ଭିଡ଼ିଓଟାକୁ ସେୟାର କରି ସମସ୍ତଙ୍କ ପାଖରେ ଅପଡେଟ୍ ପହଞ୍ଚାଇ ଦେବେ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନକୁ ପ୍ରେସ୍ କରି ଅଲରେ ସେଟ୍ କରିଦେବେ, ଯାହାଦ୍ୱାରା ଯାହା ବି କିଛି ଇନଫର୍ମେସନ ଆସୁଛି ଏହି ଚ୍ୟାନେଲ ମାଧ୍ୟମରେ ସର୍ବପ୍ରଥମେ ପାଇଯିବେ।